କାରଣ ଯେତେ ଯୁଗ ବଦଳୁଛି ଯେତେ ବୟସ ବଦଳୁଛି ସେତେ ଅଭିଜ୍ଞତା ବି ମଧ୍ୟ ବଦଳୁଛି। ଫର୍ମାଟ ବୋଲି କିଛି ନାହିଁ, ଗୀତିନାଟ୍ୟର ପୁରା ସ୍ୱତନ୍ତ୍ର ଇଏ ଯେମିତି ଆମେ ସିମ୍ପଲ ଡ୍ରେସ୍ ପିନ୍ଧୁଛୁ ଯେମିତି ଚାଲି ହବ, ପୁରା ମାଇଥୋ বা আনসিয়েন্ট ড্রেস পিন্ধে সে চালি হবনি বা সে অভিনয় হবনি, ଟିକେ ଅବାସ୍ତବ ହବ। ଆମେ ବର୍ତ୍ତମାନ ବାସ୍ତବ ପ୍ୟାଣ୍ଟ ସାର୍ଟରେ କଥା କହୁଛୁ। ଆମେ ଯେମିତି ଚାଲିବୁ, ଯେମିତି ଗୋଟେ ମୁକୁଟ ପିନ୍ଧିବୁ, ଗୋଟେ ଛାତି ପିନ୍ଧିବୁ, ସାଞ୍ଜୁ ପିନ୍ଧିବୁ, ସେମିତି ଚାଲି ହବ ଉଚିତ ନୁହଁ। ସେମିତି ଯୋଉ ଚାଲି ହବ ସେଇ ଚାଲି ମୁଁ ଶିଖେଇଛି। ଏଥିରେ ଆମେ ସବୁ ରେକର୍ଡିଂ କରୁଛୁ, ଡାୟଲଗ ରେକର୍ଡିଂ କରୁଛୁ, ଗୀତ ବି ରେକର୍ଡିଂ କରୁଛୁ। କାରଣ ତାର ମାଇକ୍ରୋଫୋନ ପ୍ଲେସମେଣ୍ଟଟା ଠିକ ଆମକୁ ମିଳିଲାନି, ତ ଲାଇଭ ଇନଷ୍ଟ୍ରୁମେଣ୍ଟ ଆସ୍ତେ 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 ଦୂରେଇ ଗଲେ। ତେଣୁ ଆଗକୁ ଲାଇଭ ଇନଷ୍ଟ୍ରୁମେଣ୍ଟ ହଉଥିଲା, ଲାଇଭ ସିଙ୍ଗର ମାନେ ଥିଲେ। ତେଣୁ ସେସବୁ ଅଭାବ ପାଇଁ ଆମେ ପୁରା ଟୋଟାଲ ଡାଇଲଗ ଆଉ ଗୀତ ସବୁ ରେକର୍ଡିଂ କରୁଛୁ। ଆଉ ତା ଉପରେ ଅଭିନୟ କରିବା କିନ୍ତୁ ବହୁତ କଷ୍ଟ, କାରଣ ସିଙ୍ଗ କରି ଡାଇଲଗ କହିବା ଆଉ ଯାହା ତୁମେ ଶିଖେଇଥିବ, ଯାହା ମନରେ ଭାବିବ ମୁଁ ସେତିକି ଡାଇଲଗ ପଜ ନେବି, ସେ ପଜରେ ମୁଁ ଲୁକ୍ ଦେବି, ସେ ପଜରେ ସେଠିକି ଆସିବି, ମ୍ୟୁଜିକରେ ମୁଁ ଏଣ୍ଟ୍ରି କରିବି, ଏଇ ମ୍ୟୁଜିକରେ ମୁଁ ଏକ୍ଜିଟ୍ କରିବି, ସେଟା ଭାଗ ମାପ। ଲାଇଭରେ କ'ଣ ଯଦି ଆସୁନି, ଯଦି ଡେରି କଲା ଆସିବାକୁ ମ୍ୟୁଜିକ ଅଛି, କିନ୍ତୁ ଏଥିରେ ସେ ନାହିଁ। ଏଥିରେ ଯଦି ଗୋଟେ ସିନ୍ରେ ଏକ୍ଜିଟ୍ ସରିଗଲା ମ୍ୟୁଜିକ, ଆର ଆର୍ଟିଷ୍ଟ ଆସିଯିବାର ଅଛି, ନହେଲେ ମ୍ୟୁଜିକ ତ ବନ୍ଦ ହବନି ନା, ମ୍ୟୁଜିକ ଆଟ୍ ଏ ଟାଇମ୍ ଚାଲିଛି ନା ହେଇଯାନ୍ତି। କିନ୍ତୁ ମୋର ବିଶ୍ୱାସ ଆମେ ସକ୍ସେସ୍ ହବୁ, କାରଣ ସେଥିପାଇଁ ଆମେ ବହୁ ପରିଶ୍ରମ କରୁଛୁ। କାରଣ ଯେତେ ଯୁଗ ବଦଳୁଛି, ଯେତେ ବୟସ ବଦଳୁଛି, ସେତେ ଅଭିଜ୍ଞତା ବି ମଧ୍ୟ ବଦଳୁଛି, ସେତେ ମାନେ ଏକ୍ସପେରିଏନ୍ସ ବି ବଦଳୁଛି। ଆମେ ସେଗୁଡ଼ା କରିବାକୁ ଚେଷ୍ଟା କରିଛୁ। ଆଉ ମୋର ବିଶ୍ୱାସ ଆଜି ଯୋଉ ନାଟକ ହବ ସେଥିରେ 80% ଆମେ ନିଶ୍ଚିତ ଭାବରେ ମାନେ ସଫଳ ହବୁ।